ଜୟ ଶ୍ରୀ ଜଗନ୍ନାଥ। ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତିଙ୍କର ଏକ କାଳଜୟୀ ଉପନ୍ୟାସ ପରଜା। ଆସନ୍ତୁ ଏହାର କିଛି ଆଲୋଚନା ଶୁଣିବା। ଏଥିରେ ଆମେ ଉପନ୍ୟାସର କାହାଣୀ ବା ବିଷୟବସ୍ତୁ ଦେଖିବା କ'ଣ ଅଛି ସଂକ୍ଷେପରେ, ଭାଷା ଶୈଳୀ ଓ ଶବ୍ଦ ସଂଯୋଜନା କିପରି ହୋଇଛି। ଗୋପୀନାଥ ମହାନ୍ତି ଏଥିରେ ଆଞ୍ଚଳିକ ଭାଷା ଓ ସଙ୍ଗୀତର ପ୍ରୟୋଗ କିପରି କରିଛନ୍ତି, ପ୍ରକୃତି ବର୍ଣ୍ଣନା କିପରି ହୋଇଛି, ପରଜା ଜନଜାତିର ଜୀବନଶୈଳୀ, ସେମାନଙ୍କର ପ୍ରେମ, ବିବାହ ପ୍ରଥା ଏବଂ ବଡ଼ କଥା ଏଥିରେ ଆଲୋଚନା କରିବା ସାମ୍ୟବାଦୀ ଚିନ୍ତାଧାରା କିପରି ରହିଛି ଏହି ଉପନ୍ୟାସରେ ଏବଂ ସାମାଜିକ ବାର୍ତ୍ତା କ'ଣ ରହିଛି ଏହି ଉପନ୍ୟାସରେ, ଏହିସବୁ ଆମେ ଆଜି ଆଲୋଚନା କରିବା। ତେବେ ଆସନ୍ତୁ, ଓଡ଼ିଆ ସାହିତ୍ୟର ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ମହାନ କଥାକାର ଗୋପୀନାଥ ମହାନ୍ତିଙ୍କର ଅମର ସୃଷ୍ଟି ହେଉଛି ପରଜା, ଯାହା ସେ 1945 ମସିହାରେ ରଚନା କରାଯାଇଥିଲା। ଏହା କେବଳ ଏକ ଉପନ୍ୟାସ ନୁହେଁ, ବରଂ କୋରାପୁଟର ପାହାଡ଼ିଆ ଅଞ୍ଚଳରେ ରହୁଥିବା ସରଳ ନିଷ୍ପାପ ପରଜା ଜନଜାତିର ଅଶ୍ରୁ ଓ ସଂଗ୍ରାମର ଏକ ଜୀବନ୍ତ ମହାକାବ୍ୟ। ଅରଣ୍ୟର ସବୁଜିମା ଭିତରେ ମଣିଷର ନିଷ୍ଠୁର ଶୋଷଣ ଏବଂ ତାହାରି ବିରୋଧରେ ଆଦିବାସୀର ଚରମ ପ୍ରତିବାଦକୁ ଏଥିରେ ଅତି ନିପୁଣ ଭାବେ ଚିତ୍ରିତ କରାଯାଇଛି। କାହାଣୀ ଦେଖିବା। ପରଜା ଉପନ୍ୟାସର କାହାଣୀ କୋରାପୁଟର ସରଳ ପରଜା ଆଦିବାସୀ ଶୁକ୍ରୁ ଜାନି ଏବଂ ତାର ପରିବାରକୁ କେନ୍ଦ୍ର କରି ଗତିଶୀଳ ହୋଇଛି। ଶୁକ୍ରୁଜାନିର ସ୍ୱପ୍ନ ଥିଲା ନିଜର ଏକ ସ୍ୱତନ୍ତ୍ର ଜମି ଖଣ୍ଡେ ହେବ, ଯେଉଁଠି ସେ ସ୍ୱାଧୀନ ଭାବେ ଚାଷ କରିବ। ପରିବାରରେ ଅଛନ୍ତି ତାର 2 ପୁଅ ମାଣ୍ଡିଆ ଓ ଟିକ୍ରା ଏବଂ 2 ଝିଅ ଜିଲି ଓ ବିଲି। କାହାଣୀରେ ବିପର୍ଯ୍ୟୟ ଆସେ ଯେତେବେଳେ ସରକାରୀ ଜଙ୍ଗଲ ଆଇନ ଏବଂ ସ୍ଥାନୀୟ ସାହୁକାର ରାମଚନ୍ଦ୍ର ବିଶୋଇ ଏବଂ ଫରେଷ୍ଟ ଗାର୍ଡ ତାଙ୍କର କୁଦୃଷ୍ଟି ସେମାନଙ୍କ ଉପରେ ପଡ଼େ। ମାଣ୍ଡିଆ ମଦ ରାନ୍ଧିବା ଅପରାଧରେ ଜୋରିମାନା ଭରିବା ପାଇଁ ଶୁକ୍ରୁଜାନି ସାହୁକାର ପାଖରେ ଗୋତି ବା ଯେଉଁଟାକୁ ବନ୍ଧା ଶ୍ରମିକ ବୋଲି ଆମେ କହିବା, ଗୋତି ଭାବରେ ନିଜକୁ ବିକ୍ରି କରିଦିଏ। ଧୀରେ ଧୀରେ ପୁରା ପରିବାର ସାହୁକାରର ଶୋଷଣ ଜାଲରେ ଛନ୍ଦି ହୋଇଯାନ୍ତି। ସାହୁକାରର ଲୋଲୁପ ଦୃଷ୍ଟି ଶୁକ୍ରୁର ସୁନ୍ଦରୀ ଝିଅ ଜିଲି ଉପରେ ପଡ଼େ ଏବଂ ଶେଷରେ ଜିଲି ନିଜର ସତୀତ୍ୱ ହରାଇ ସାହୁକାରର ରକ୍ଷିତା ସାଜେ। ଶୁକ୍ରୁଜାନି ନିଜର ଭିଟାମାଟି, ସମ୍ମାନ ଓ ସନ୍ତାନମାନଙ୍କୁ ହରାଇ ସର୍ବସ୍ୱାନ୍ତ ହୋଇଯାଏ। ସବୁ ହରାଇବା ପରେ ଶେଷରେ ନ୍ୟାୟ ନ ମିଳିବାରୁ ଚରମ ନିରାଶା ଓ କ୍ରୋଧରେ ଶୁକ୍ରୁଜାନି ଏବଂ ତାର ପୁଅମାନେ ଟିକ୍ରା ଓ ମାଣ୍ଡିଆ ଟାଙ୍ଗିଆରେ ସାହୁକାରର ମୁଣ୍ଡ କାଟି ଥାନାରେ ଆତ୍ମସମର୍ପଣ କରନ୍ତି। ଏହି ହେଲା କାହାଣୀ ସଂକ୍ଷେପରେ। ବର୍ତ୍ତମାନ ଆମେ ଦେଖିବା ଏହି ଉପନ୍ୟାସରେ ଭାଷା ଶୈଳୀ ଓ ଶବ୍ଦ ସଂଯୋଜନା କିପରି କରାଯାଇଛି। ଗୋପୀନାଥ ମହାନ୍ତିଙ୍କର ଭାଷା ଅତି ଚମତ୍କାର ଓ କାବ୍ୟିକ। ସେ କୋରାପୁଟର ପ୍ରାକୃତିକ ପରିବେଶକୁ ବର୍ଣ୍ଣନା କରିବା ପାଇଁ ଯେଉଁ ଶବ୍ଦ ସଂଯୋଜନା କରିଛନ୍ତି, ତାହା ପାଠକ ଆଗରେ ଏକ ଜୀବନ୍ତ ଚିତ୍ର ଆଣିଦିଏ। ଭାଷାରେ ରହିଛି ପ୍ରାକୃତିକ ସାବଲୀଳତା ଏବଂ ଗଭୀର ମନସ୍ତାତ୍ତ୍ୱିକ ଅନୁଭୂତି। ଉଦାହରଣ ଦେଖିବା, ତାର ଜୀବନର ସୁଅ ବହିଯାଏ, ଦୁଃଖ ସୁଖର ଢେଉ ଖେଳେ, ଦିନ ଆସେ ଦିନ ଯାଏ, ପାହାଡ଼ ଉପରେ ବାଦୁଡ଼ି ଡେଣା ପରି ଅନ୍ଧାର ମାଡ଼ି ଆସେ, ପୁଣି ସକାଳର ସୂର୍ଯ୍ୟ କଅଁଳ ଖରା ବିଞ୍ଚିଦିଏ। ସେ ଲେଖିଛନ୍ତି ଏଥିରେ। ସେ ତାଙ୍କର ସଂଳାପ ଗୁଡ଼ିକୁ ଅତି ଛୋଟ ଏବଂ ପ୍ରଭାବଶାଳୀ କରିଛନ୍ତି। ସରଳ ଶବ୍ଦ ଭିତରେ ଜୀବନର ଗଭୀର ସତ୍ୟକୁ ପ୍ରକାଶ କରିବା ତାଙ୍କ ଶୈଳୀର ମୁଖ୍ୟ ବୈଶିଷ୍ଟ୍ୟ। ତାପରେ ଆମେ ଦେଖିବା ଏହି ଉପନ୍ୟାସରେ ଆଞ୍ଚଳିକ ଭାଷା ଓ ସଙ୍ଗୀତର ପ୍ରୟୋଗ କିପରି ହୋଇଛି। ଗୋପୀନାଥ ମହାନ୍ତି ନିଜେ କୋରାପୁଟରେ ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରୁଥିବାରୁ ସେ ସ୍ଥାନୀୟ କନ୍ଧ ଓ ପରଜାମାନଙ୍କ ଭାଷାକୁ ଅତି ନିକଟରୁ ଶୁଣିଥିଲେ। ଉପନ୍ୟାସକୁ ବାସ୍ତବବାଦୀ କରିବା ପାଇଁ ସେ ଦେଶିଆ ଓଡ଼ିଆ
ଏବଂ ପରଜା ସମ୍ପ୍ରଦାୟର ଆଞ୍ଚଳିକ ଶବ୍ଦର ବହୁଳ ପ୍ରୟୋଗ କରିଛନ୍ତି। ଗୋଟିଏ ଆଞ୍ଚଳିକ ଶବ୍ଦର ଉଦାହରଣ ଦେଖିବା ଏଥିରେ। ଶବ୍ଦ ଗୁଡ଼ିକର ପେଜ ମାନେ ମାଣ୍ଡିଆ ଯାଉ, ଯାହାକି ସେମାନଙ୍କର ମୁଖ୍ୟ ଖାଦ୍ୟ। ଲିଭା, ଲିଭା ହେଲା ବାହାଘର ପାଇଁ କନ୍ୟା ସୁନା ବା ପଣ। ଡଙ୍ଗର ହେଲା ପାହାଡ଼। ଗୋତି ମାନେ କ୍ରୀତଦାସ। ମେରିଆ, ଧାଙ୍ଗଡ଼ା ଧାଙ୍ଗଡ଼ି, ଧାଙ୍ଗଡ଼ା ଧାଙ୍ଗଡ଼ି ହେଲା ଆଦିବାସୀ ଅବିବାହିତ ଯୁବକ ଯୁବତୀ। ଜାନି ଏ ଗାଁର ମୁଖିଆ। ତାପରେ ରହିଲା ଚେରଙ୍ଗା, ପିଟା ଇତ୍ୟାଦି ଅନେକ ସେ ଆଞ୍ଚଳିକ ଶବ୍ଦର ପ୍ରୟୋଗ କରିଛନ୍ତି। ସଙ୍ଗୀତକୁ ଯଦି ଆମେ ଦେଖିବା, ଏହି ଉପନ୍ୟାସରେ ସେ ତାଙ୍କର ଆଦିବାସୀ ଭାଷାରେ, ପରଜା ଭାଷାରେ ସଙ୍ଗୀତ ଗୁଡ଼ିକ ଲେଖିଛନ୍ତି। ପରଜା ଜୀବନରେ ସଙ୍ଗୀତ ଆଉ ନାଚ ହେଉଛି ବଞ୍ଚିବାର ପ୍ରେରଣା। ସେମାନେ ନିଜର ଦୁଃଖ ଭୁଲିବା ପାଇଁ ଏବଂ ପ୍ରେମ ନିବେଦନ ପାଇଁ ଡୁମା ଓ ଚଇତି ପର୍ବ ଗୀତ ଗାଆନ୍ତି। ଉପନ୍ୟାସରେ ଧାଙ୍ଗଡ଼ା ଓ ଧାଙ୍ଗଡ଼ିଙ୍କ ମଧ୍ୟରେ ଚାଲିଥିବା ପ୍ରେମର ଗୀତକୁ ଲେଖକ ସ୍ଥାନ ଦେଇଛନ୍ତି। ଯେମିତି ଗୋଟେ ଉଦାହରଣ ଦେଖିବା, ଗୋଟେ ଆଞ୍ଚଳିକ ଗୀତ। କାଥା କହିଗଲେ କାଥା ସରିଯାଏ, ଫୁଲ ଫୁଟିଗଲେ ଶୁଖି ଝଡ଼ିଯାଏ, ମନ ଦେଇଥିଲେ ମନ ଥାଏ। ଜିଲି ଓ ବାଗ୍ଲା ମଧ୍ୟରେ ହେଉଥିବା ପ୍ରେମ ଆଳାପରେ ଏହି ସଙ୍ଗୀତର ଝଙ୍କାର ପରଜା ସଂସ୍କୃତିର ମଧୁରତାକୁ ପ୍ରକାଶ କରେ। ସେମାନଙ୍କର ପାରମ୍ପରିକ ଗୀତ ଢେମ୍ସା ଓ କେନ୍ଦ୍ରା ଗୀତର ବ୍ୟବହାର ଉପନ୍ୟାସକୁ ଅଧିକ ବାସ୍ତବବାଦୀ କରିଛି। ତାପରେ ଆମେ ଦେଖିବା ପ୍ରକୃତି ବର୍ଣ୍ଣନା କିପରି କରିଛନ୍ତି ଗୋପୀନାଥ ମହାନ୍ତି ଏଥିରେ। ଗୋପୀନାଥଙ୍କ ଲେଖନୀରେ ପ୍ରକୃତି କେବଳ ଏକ ପୃଷ୍ଠଭୂମି ନୁହେଁ, ବରଂ ଏକ ଜୀବନ୍ତ ଚରିତ୍ର। କୋରାପୁଟର ଧର୍ମୁ ଦେବତା, ସାରିଗୁଡ଼ା ଗାଁ, ମୁରୁଗା ଗଣ୍ଡ, ଜଙ୍ଗଲର ଶାଳ, ପିଆଶାଳ ଗଛ ଏବଂ ବଦଳୁଥିବା ଋତୁ ପରଜାମାନଙ୍କ ଭାଗ୍ୟ ସହ ଯେମିତି ଯୋଡ଼ି ହୋଇ ରହିଛନ୍ତି। ଗୋଟେ ଉଦାହରଣ ଦେଖିବା। ମଲାଙ୍ଗର ପାହାଡ଼ ଉପରେ ମେଘ ଓହ୍ଲାଇଛି। କଳା ବାଦଲର ଦଳ ଶାଳ ଗଛର ମୁଣ୍ଡ ଛୁଇଁ ଛୁଇଁ ଭାସି ଯାଉଛନ୍ତି। ଝରଣାର ଝରଝର ଶବ୍ଦରେ ଅରଣ୍ୟର ନିର୍ଜନତା ଭାଙ୍ଗି ଯାଉଛି। ପ୍ରକୃତି ଏଠି ଅପରୂପା, କିନ୍ତୁ ତାରି କୋଳରେ ମଣିଷର ଅଦୃଷ୍ଟ ଅତି ନିଷ୍ଠୁର। ପ୍ରକୃତି ଓ ମଣିଷର ନିବିଡ଼ତା ବର୍ଣ୍ଣନା କରିବାକୁ ଯାଇ ଉପନ୍ୟାସର ପ୍ରାରମ୍ଭରେ କୋରାପୁଟର ପାର୍ବତ୍ୟ ସୌନ୍ଦର୍ଯ୍ୟ ଏବଂ ମଣିଷ ଜୀବନର ସମ୍ପର୍କକୁ ଦର୍ଶାଇ ଲେଖକ ଲେଖିଛନ୍ତି, ସେମାନେ ପରଜା, ମାଟିର ପୁଅ, ମାଟିର ଝିଅ। ମାଟି ସେମାନଙ୍କର ମା, ମାଟି ସେମାନଙ୍କର ବାପା। ସେହି ମାଟିରୁ ସେମାନେ ଜନ୍ମ ହୁଅନ୍ତି ଏବଂ ସେହି ମାଟିରେ ହିଁ ଦିନେ ମିଶିଯାଆନ୍ତି। ଲେଖକ ପ୍ରକୃତିର ସୁନ୍ଦର ରୂପ ଦେଖାଇବା ସହ ତାର ଭୟଙ୍କର ରୂପ ମଧ୍ୟ ଦେଖାଇଛନ୍ତି, ଯେଉଁଠି ବାଘ ଭୟ ଥାଏ ଏବଂ ଜଙ୍ଗଲ ନିଆଁ, ଯେଉଁଟା ଦାବାନଳ, ସବୁ କିଛି ପୋଡ଼ି ଛାରଖାର କରିଦିଏ। ଏହିସବୁ। ତାପରେ ଆମେ ଆଲୋଚନା କରିବା ପରଜା ଜନଜାତିର ଜୀବନଶୈଳୀ। ଉପନ୍ୟାସଟି ପରଜା ସମାଜର ଏକ ନୃତାତ୍ତ୍ୱିକ ଦଲିଲ। ସେମାନଙ୍କର ଚଳଣି, ଖାଦ୍ୟପେୟ, ବିଶ୍ୱାସ ଏବଂ ସାମାଜିକ ବ୍ୟବସ୍ଥାକୁ ଲେଖକ ଅତି ନିଖୁଣ ଭାବରେ ଉପସ୍ଥାପନା କରିଛନ୍ତି। ସରଳତା ଓ ବିଶ୍ୱାସ। ପରଜାମାନେ ଧର୍ମୁ ବା ସୂର୍ଯ୍ୟ ଭଗବାନ ଏବଂ ଭୂମି ବା ଧରିତ୍ରୀ ମାତାଙ୍କୁ ବିଶ୍ୱାସ କରନ୍ତି। ସେମାନେ ମିଛ କହି ଜାଣନ୍ତି ନାହିଁ। ସେମାନଙ୍କର ସାମାଜିକ ପ୍ରଥାରେ ଧାଙ୍ଗଡ଼ା ଶାସା ଯୁବକମାନଙ୍କର ଯେଉଁଟା ଆଖଡ଼ା ଘର ଏବଂ ଧାଙ୍ଗଡ଼ି ଶାସା ଯୁବତୀମାନଙ୍କର ଘର ମାଧ୍ୟମରେ ସେମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ଓ ପ୍ରେମ ଗଢ଼ି ହୁଏ। ମାଣ୍ଡିଆ ପେଜ ଓ ଲନ୍ଦା, ଲନ୍ଦା ମାନେ ମଦ, ସେମାନଙ୍କର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ଦୁଃଖ ହେଉ କି ସୁଖ, ସେମାନେ ମଦ ପିଇ ନାଚିବାକୁ ଭଲ ପାଆନ୍ତି। ବର୍ତ୍ତମାନ ଦେଖିବା ଆମେ ପରଜା ଜନଜାତିର ପ୍ରେମ କିପରି ହୁଏ, ସେମାନଙ୍କର ବିବାହ ପ୍ରଥା କିପରି। ପରଜା ଉପନ୍ୟାସରେ ଆଦିବାସୀମାନଙ୍କର ମୁକ୍ତ ପ୍ରେମ ଏବଂ ସେମାନଙ୍କର ସାମାଜିକ ବିବାହ ପରମ୍ପରାର ଅତି ନିଚ୍ଛକ ଚିତ୍ର ରହିଛି। ସଭ୍ୟ ସମାଜ ପରି ସେମାନଙ୍କ ପ୍ରେମ କୌଣସି ପରିସୀମା କିମ୍ବା ଆଭିଜାତ୍ୟର ଶୃଙ୍ଖଳାରେ ବନ୍ଧା ନୁହେଁ। ମୁକ୍ତ ପ୍ରେମ ଏବଂ ଡଙ୍ଗର ବସା ପରମ୍ପରା। ପରଜା ସମାଜରେ ତରୁଣ ତରୁଣୀମାନଙ୍କୁ ପରସ୍ପରକୁ ବାଛିବାର ପୂର୍ଣ୍ଣ ସ୍ୱାଧୀନତା ଥାଏ। ଉପନ୍ୟାସରେ ମାଣ୍ଡିଆ ଓ କାଜଡ଼ି ପ୍ରେମ ମାଧ୍ୟମରେ ଏହା ଦେଖାଦେଇଛି। ଚୈତ୍ର ପର୍ବ ସମୟରେ ଢେମ୍ସା ନାଚର ତାଳେ ତାଳେ
ସେମାନଙ୍କର ପ୍ରେମ ଗଭୀର ହୁଏ। ସେମାନଙ୍କ ପ୍ରେମ ଅତି ନିଷ୍ପାପ। ଗୋପୀନାଥ ମହାନ୍ତି ଲେଖନ୍ତି, ସେମାନଙ୍କ ପ୍ରେମରେ କୌଣସି ଲାଜ ନଥାଏ, ଥାଏ କେବଳ ସମର୍ପଣ। ପାହାଡ଼ ଉପରେ ହାତ ଧରାଧରି ହୋଇ ଚାଲିବା ହିଁ ସେମାନଙ୍କର ପ୍ରେମ ସ୍ୱୀକୃତି। ତାପରେ ତାଙ୍କର କନ୍ୟା ସୁନା ଯେଉଁଟା ଜୁଆଇଁ ପଇସା। ପରଜା ସମାଜରେ ବରପକ୍ଷ କନ୍ୟା ପକ୍ଷକୁ ବିବାହ ପାଇଁ ଟଙ୍କା କିମ୍ବା ସାମଗ୍ରୀ ଦେବାକୁ ପଡ଼େ, ଯାହାକୁ ଝୋଲା ବା ଜୁଆଇଁ ପଇସା କୁହାଯାଏ। ମାଣ୍ଡିଆ କାଜୋଡ଼ିକୁ ବିବାହ କରିବା ପାଇଁ ଏହି ଟଙ୍କା ଯୋଗାଡ଼ କରିବାକୁ ଯାଇ ହିଁ ସାହୁକାର ପାଖରେ କରଜ କରିଥିଲା, ଯାହା ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଧ୍ୱଂସର କାରଣ ସାଜିଲା। ଗୋତି ବିବାହ। ଯଦି ଜଣେ ପରଜା ଯୁବକ ଜୁଆଇଁ ପଇସା ଦେବାକୁ ବା ଝୋଲା ଦେବାକୁ ଅସମର୍ଥ ହୁଏ, ତେବେ ସେ କନ୍ୟାର ପିତା ଘରେ କିଛି ବର୍ଷ ବିନା ମୂଲ୍ୟରେ ଶ୍ରମିକ ବା ଗୋତି ଭାବରେ କାମ କରେ। ଏହାକୁ ସେମାନଙ୍କ ସମାଜରେ ସମ୍ମାନର ସହ ଗ୍ରହଣ କରାଯାଏ ଏବଂ କାମ ସରିବା ପରେ ସେହି କନ୍ୟା ସହ ତାର ବିବାହ ହୁଏ। ପରଜା ଉପନ୍ୟାସ। ଏଥିରେ ସାମ୍ୟବାଦୀ ଚିନ୍ତାଧାରାକୁ କିପରି ପ୍ରତିଫଳନ କରିଛନ୍ତି ଔପନ୍ୟାସିକ, ଆସନ୍ତୁ ଆଲୋଚନା କରିବା। ପରଜା ଉପନ୍ୟାସରେ ମାର୍କ୍ସବାଦୀ ବା ସାମ୍ୟବାଦୀ ଚିନ୍ତାଧାରାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳେ। ଏଠିରେ ଦୁଇଟି ଶ୍ରେଣୀ ସ୍ପଷ୍ଟ। ଗୋଟିଏ ହେଲା ଶୋଷକ ଶ୍ରେଣୀ, ଯେଉଁଥିରେ ରହିଛନ୍ତି ଆମର ସାହୁକାର, ରାଜସ୍ୱ କର୍ମଚାରୀ, ଫରେଷ୍ଟ ଗାର୍ଡ ଏମାନେ। ଅନ୍ୟଟି ହେଲା ଶୋଷିତ ଶ୍ରେଣୀ, ଯେଉଁଠି ଶୁକ୍ରଜାନି ରହିଛି ଏବଂ ସମ୍ପୂର୍ଣ୍ଣ ପରଜା ସମୁଦାୟ ସେଥିରେ ରହିଛି। ପୁଞ୍ଜିବାଦ କେମିତି ସରଳ ମଣିଷକୁ କ୍ରୀତଦାସ ବା ଗୋତି ବନାଏ, ତାହା ଶୁକ୍ରଜାନିର କାହାଣୀ ପ୍ରମାଣିତ କରେ। କୋର୍ଟ କଚେରୀ, ଆଇନ କାନୁନ ସବୁ ଧନିକ ଶ୍ରେଣୀର ହାତବାରିସି। ଶେଷରେ ଯେତେବେଳେ ଶୋଷଣର ସୀମା ପାର ହୋଇଯାଏ, ସେତେବେଳେ ଶୋଷିତ ଶ୍ରେଣୀ ହାତରେ ଅସ୍ତ୍ର ତୋଳିନିଏ। ଶୁକ୍ରଜାନି ଓ ତାର ପୁଅମାନଙ୍କ ଦ୍ୱାରା ସାହୁକାରର ହତ୍ୟା ହେଉଛି ପୁଞ୍ଜିବାଦୀ ଶୋଷଣ ବିରୋଧରେ ସର୍ବହରା ଶ୍ରେଣୀର ସଂଗ୍ରାମ ଓ ବିପ୍ଳବର ପ୍ରତୀକ। ଲେଖକ ଶୋଷକ ଓ ଶୋଷିତ ମଧ୍ୟରେ ଥିବା ବ୍ୟବଧାନକୁ ଦର୍ଶାଇଛନ୍ତି। ସାହୁକାରର ବସାଘର ଉଜ୍ଜଳ, ପରଜାର କୁଡ଼ିଆ ଅନ୍ଧାର। ସାହୁକାରର ଖାତାରେ ଲେଖା ହୁଏ ପରଜାର ରକ୍ତର ହିସାବ। ବର୍ତ୍ତମାନ ଦେଖିବା ଉପନ୍ୟାସରେ ସାମାଜିକ ବାର୍ତ୍ତା କ'ଣ ରହିଛି। ଗୋପୀନାଥ ମହାନ୍ତି ପରଜା ଉପନ୍ୟାସ ମାଧ୍ୟମରେ ସମାଜକୁ ଏକ ଶାଣିତ ବାର୍ତ୍ତା ଦେଇଛନ୍ତି। ପ୍ରଥମେ ଅଛି ସେଥିରେ ଶୋଷଣର ଅନ୍ତ ଅନିବାର୍ଯ୍ୟ। ସରଳତାର ସୁଯୋଗ ନେଇ କାହାକୁ ଅତ୍ୟାଚାର କଲେ ତାର ପରିଣତି ଭୟଙ୍କର ହୁଏ। ନିରୀହ ମଣିଷ ବି ଦିନେ ପ୍ରତିବାଦର ରୂପ ନେଇପାରେ, ହାତରେ ଟାଙ୍ଗିଆ ଧରିପାରେ। ଆଦିବାସୀ ଆଉ ଅଧିକାରର ତାର ସୁରକ୍ଷା ପାଇଁ ଆଦିବାସୀମାନଙ୍କୁ ସେମାନଙ୍କର ଜଳ, ଜଙ୍ଗଲ ଓ ଜମିରୁ ବଞ୍ଚିତ କଲେ ସମାଜର ସନ୍ତୁଳନ ବିଗିଡ଼ିଯାଏ। ତାପରେ ହେଲା ମାନବିକତାର ଆହ୍ୱାନ। ତଥାକଥିତ ସଭ୍ୟ ସମାଜ ଆଦିବାସୀମାନଙ୍କୁ ଅସଭ୍ୟ କହେ, କିନ୍ତୁ ଅସଲରେ ସାହୁକାର ପରି ସଭ୍ୟ ମଣିଷମାନଙ୍କ ଭିତରେ ହିଁ ପଶୁତ୍ୱ ଲୁଚି ରହିଥାଏ। ଉପନ୍ୟାସର ଶେଷ ଭାଗରେ ଯେତେବେଳେ ସାହୁକାର ଶୁକ୍ରଜାନିକୁ ଚରମ ଅପମାନ ଦିଏ, ସେତେବେଳେ ଶୁକ୍ରଜାନି ଓ ତାର ପୁଅମାନଙ୍କ ଭିତରେ ଥିବା ଆଦିମ ମଣିଷ ଜାଗି ଉଠେ। ମହାନ୍ତି ଲେଖିଛନ୍ତି, ଟାଙ୍ଗିଆ ଚମକିଲା, ସାହୁକାରର ରକ୍ତରେ ମାଟି ଭିଜିଗଲା। ଏହା କେବଳ ଏକ ହତ୍ୟା ନଥିଲା, ଏହା ଥିଲା ଶତାବ୍ଦୀ ଶତାବ୍ଦୀ ଧରି ଜମି ରହିଥିବା ଶୋଷଣ ଓ ଅତ୍ୟାଚାର ବିରୋଧରେ ଶୋଷିତ ମଣିଷର ପ୍ରଥମ ଏବଂ ଚରମ ପ୍ରତିବାଦ। ଉପନ୍ୟାସର ଶେଷ ଆଡ଼କୁ ଶୁକ୍ରଜାନିର ଏକ ଆତ୍ମଗ୍ଲାନି ଏବଂ ଅସହାୟତାର ପଙ୍କ୍ତି ସମଗ୍ର ଉପନ୍ୟାସର ମର୍ମକୁ ବୁଝାଇଦିଏ। ଆମେ ପରଜା, ଆମେ ମାଟିର ପୋକ, ଆମକୁ ମାଟି କ୍ଷମା କରେ, କିନ୍ତୁ ମଣିଷ କ୍ଷମା କରେ ନାହିଁ। ସଂକ୍ଷେପରେ କହିବାକୁ ଗଲେ ଗୋପୀନାଥ ମହାନ୍ତିଙ୍କ ପରଜା କେବଳ ଗୋଟିଏ ସମ୍ପ୍ରଦାୟର କାହାଣୀ ନୁହେଁ, ଏହା ହେଉଛି ସମଗ୍ର ବିଶ୍ୱର ସମସ୍ତ ନିଷ୍ପେଷିତ, ସର୍ବହରା ଏବଂ ଗରିବ ଶ୍ରେଣୀର ଅଶ୍ରୁଳ ଇତିହାସ। ଶୁକ୍ରଜାନିର କାହାଣୀ ପାଠକର ହୃଦୟକୁ ସହାନୁଭୂତିରେ ଭରିଦିଏ ଏବଂ ଶୋଷଣମୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଯୋଗାଏ। ଏହି କାରଣରୁ ପରଜା ଓଡ଼ିଆ ଉପନ୍ୟାସ ସାହିତ୍ୟର ସର୍ବଶ୍ରେଷ୍ଠ ଗୌରବ ଭାବେ ଅଦ୍ୟାପି ପ୍ରତିଷ୍ଠିତ। ଥରେ ପଢ଼ନ୍ତୁ ନା ଏହି କାଳଜୟୀ ପରଜା ଉପନ୍ୟାସଟିକୁ। ଧନ୍ୟବାଦ। ଉପସ୍ଥାପନାରେ ମୁଁ ଡକ୍ଟର ସୁମିତା ବେହେରା।